ହାଇ ସାଙ୍ଗମାନେ, ମୁଁ ମିନି ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆମେ କୁଆଡ଼େ ବୁଲିବା ପାଇଁ ଯାଉଛୁ, ଦେଖନ୍ତୁ ଆଗକୁ ଭିଡ଼ିଓଟି। ଆମେ ଯାଇଥିଲୁ ସୀତାବିଞ୍ଜ, କେଉଁଝରରୁ ପ୍ରାୟ 20-25 କିଲୋମିଟର ଦୂରରେ ସୀତାବିଞ୍ଜଟି ଅଛି, ଯେଉଁଠିକି ଲବକୁଶ ଜନ୍ମ ହେଇଥିଲେ। ସେଠି ପାଠ ପଢ଼ିଥିଲେ। ସୀତା ମାଙ୍କର ସେଠି ମନ୍ଦିର ଅଛି ସୀତାବିଞ୍ଜ, ସେଥିପାଇଁ। ଆଉ ସେଠି ଗୋଟେ ମାନେ ପୁରାତନ ଲିପି ମଧ୍ୟ ସବୁ ଲେଖା ହୋଇଛି ପଥରରେ। ଏଇ ପଥରଟି ଏତେ ବଡ଼ ଥିଲା ଯେ ମାନେ ତା ଚାରିପଟରେ କିଛି ବି ନାହିଁ, ଖାଲି ପଥରଟେ। ଆମେ ଚାରିପାଖେ ବୁଲି ଦେଖିଲୁ। ତାର ଦୁଇ ପାର୍ଶ୍ୱରେ କବାଟ ଭଳି ପଥର ଯେମିତି ଲାଗିଛି, କବାଟ ଭଳି, କିନ୍ତୁ କେହି ବି ଜାଣିପାରୁନାହାନ୍ତି ତା ଭିତରେ କ'ଣ ଅଛି କି ନାହିଁ। ସମସ୍ତେ ବାସ୍ ଖାଲି ଏମିତି ଦେଖୁଛନ୍ତି, କେହି ଜାଣିପାରୁନାହାନ୍ତି କ'ଣ ଅଛି ବୋଲି ପଥରଟିର ରହସ୍ୟ। ପୁଣି ଆମେ ଯାଇଥିଲୁ, ସେଇଠି ଅଛି ରାବଣ ଛାୟା। ରାବଣ ଛାୟା ହେଉଛି ଗୋଟେ ଛତୁ ଭଳିଆ ପଥର ଉପରେ ଗୋଟେ ପଥର ଅଛି, ସେଥିପାଇଁ ବୋଧେ ତାକୁ ରାବଣ ଛାୟା କୁହାଯାଉଛି। ସେଇ ରାବଣ ଛାୟା ପାଖରେ ମାନେ ପଥରକୁ ପଥର ଗୋଟେ ଗୁମ୍ଫା ଭଳିଆ ଅଛି। ସେ ଗୁମ୍ଫାରେ ଯେତେ ମୋଟା ମଣିଷ ଗଲେ ବି ସେଇପଟେ ଗଳି ଚାଲିଯିବ। ପ୍ରଥମେ ତ ଦେଖିକି ବହୁତ ଡର ଲାଗୁଥିଲା, କେମିତି ଗଳିକି ଯିବ, କିନ୍ତୁ ଗଳିକି ପରେ ମାନେ ଗଳିକି ଗଲା ବେଳକୁ ଜମା ବି ଡର ଲାଗୁଥିଲାନି। ଆମେ ଯାଇକି ସେଠି ଫଟୋ ଉଠାଇଥିଲୁ। ସେଠି ସିଡ଼ିରେ ତ ପଥର ଉପରକୁ ଯିବା ପାଇଁ ସେ ସିଡ଼ିଟା ଚଢ଼ିବା ପାଇଁ ବହୁତ ଡର ଲାଗୁଥିଲା। ଆମେ ତ କେବେ ଯାଇନଥିଲୁ, ଫାର୍ଷ୍ଟ ଟାଇମ୍ ଦେଖିଲୁ। ଲୋକମାନେ, ସେଠିକାର ଲୋକମାନେ କୁହନ୍ତି ଯେ ଯେଉଁମାନଙ୍କର ପିଲା ଛୁଆ ହୋଇନଥାଏ ସେଠାକୁ ଗଲେ ପୂଜା ପାଠ କଲେ କୁଆଡ଼େ ପିଲା ହୁଏ ବୋଲି। ତାପରେ ମାନେ ସୀତା ଯେଉଁଠି ରୋଷେଇ କରୁଥିଲେ, ଲବକୁଶ ବଢ଼ିଥିଲେ, ଆମେ ସେଇଠିକି ଯାଇଥିଲୁ। ସେଠିକାର ଲୋକ କହୁଥିଲେ କି ସେଠି ଯେଉଁ ଇଟା ପଡ଼ିଛି, ସେ ଇଟାରେ ଇଟା ପୋଡ଼ିଲେ କୁଆଡ଼େ ଧାନ ଭଳିଆ ବାହାରୁଛି। ଆମେ ତ ଦେଖିନଥିଲୁ, ବାସ୍ ଖାଲି ଶୁଣୁଥିଲୁ। ଏଇଠି ହେଉଛି ସୀତା ମାଙ୍କ ରୋଷେଇଶାଳ, ସେଇଠି ରୋଷେଇ କରୁଥିଲେ। ଏ ପଥରରେ ସବୁ ଲେଖା ହୋଇଛି କ'ଣ, ଆମକୁ ତ ଦିଶୁନଥିଲା।